जगतसिंहपुर जिला बालिकोटा ब्लॉक रणपुर ठारे थिबा मां आदिशक्ति जाग्रत गौरी 31तम वार्षिक उत्सव पालन होइछि। एही वार्षिक उत्सव पई मां प्रांगण में मागणा चिकित्सा केन्द्र गीता पाठ विश्वशांति महायज्ञ अनुष्ठित हो जाइछि। स्थानीय अंचल हजार हजार भक्त मां निकटरे पहुंची मां सानिध्य लाभ करने सहित आनंद बजारे मागणा प्रसाद सेवन करिथिबा देखा जाइथिला। এই ভিড়କୁ দেখি বালিকুদা পুলিশ আইন শৃঙ্খলা ପାଇଁ ସଜାଗ ଥିବା ଦେଖିବାକୁ ମିଳିଥିଲା। ମୋ ପରିଚୟ ବିଶ୍ୱଜିତ ମିଶ୍ର। ପ୍ରିୟରେ ସମସ୍ତେ ଅତି ପ୍ରିୟରେ ମୋତେ ବୁଲୁ ଭାଇନା ବୋଲି ଡାକନ୍ତି ଆମ ଏଇ ବାସିନ୍ଦାରେ। ମାଆଙ୍କର ବହୁତ ଅନୁଭୂତି ଅଛି। ମୁଁ ଏଇଟା ତ 93 ମସିହାରୁ ଷ୍ଟାର୍ଟ ହେଲାଣି, 31 ବର୍ଷରେ ପଦାର୍ପଣ କରିଛି। ମୁଁ ବାତ୍ୟା ପର ବର୍ଷଠୁ ଏଠି ରହିଲି। ବାତ୍ୟା ପୂର୍ବରୁ ବାହାରେ ରହୁଥିଲି, ବାତ୍ୟା ପର ବର୍ଷଠୁ ମୁଁ ଏଠିକି ଆସିଲି। ମୁଁ ସେତେବେଳେ ବି ଯେମିତି ଏବେ ଛୋଟ ପିଲାମାନେ ସ୍ୱଚ୍ଛ ଇଏରେ ସେବା କରୁଛନ୍ତି, ଆମେ ବି ସେମିତି ସେବା କରୁଥିଲୁ। ସେତେବେଳେ ମୋର ପରିଚୟ କିଛି ନଥିଲା। ମୁଁ ମାଆଙ୍କୁ ନେଇକି ଚାଲୁଥିଲି, ମାଆଙ୍କ ସବୁ କର୍ମରେ ରହୁଥିଲି। ସେତେବେଳେ ବହୁତ ଅନୁଭୂତି ଏମିତି ଅଛି, ଯାହା ବି ହେଇଛି ମାଆଙ୍କ କୃପାରୁ ହେଇଛି, ମାଆଙ୍କ ଆଶୀର୍ବାଦରୁ ହେଇଛି, ଏ ମାଟିରୁ ହେଇଛି। ତ ବହୁତ ପରିଶ୍ରମ କରିଛି ସେ ସମୟରେ ଯେ ମୁଁ ନିଜର ପରିଚୟ କେମିତି ସୃଷ୍ଟି କରିବି, ମାଆଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ। ଏମିତି ମୋ ଭଳି ବହୁତ ଜଣ ଅଛନ୍ତି, ଜଣେ ଦାତା ଅଛନ୍ତି ଯିଏକି ମନ୍ଦିର ବି କରିଛନ୍ତି। ମାଆଙ୍କ ମନ୍ଦିର ଆଗ ସେତେବେଳେ ବହୁତ ଛୋଟ ଥିଲା, କିନ୍ତୁ ଦାତା ବି ମାଆଙ୍କ ସକାଶେ ଉପରକୁ ଗଲେ, ସିଏ ବି ମନ୍ଦିର କଲେ। ଆମେ ବି ସେମିତି ଗୁଣ୍ଡୁଚି ମିଶା ଭଳିଆ ମାଆଙ୍କ ପାଇଁ ଲାଗିଛୁ। ମାଆଙ୍କ ଆଶୀର୍ବାଦ ଦ୍ୱାରା ଏସବୁ ଜିନିଷ ହେଇପାରୁଛି। ପ୍ରାୟ ଆଜି ଦିନରେ 5-6 ଦିନରେ ପ୍ରୋଗ୍ରାମ ହୁଏ ପ୍ରତିବର୍ଷ। ମୁଁ ଯେଉଁଠି ବି ଥିଲେ ଏଠି ଆସିକି ସେ ପହଞ୍ଚିବି, ଯେମିତି ଯେଉଁ ଅବସ୍ଥାରେ ଯେମିତି ଥାଏ। ଆଉ ଆଜି ଦିନରେ ପାଖାପାଖି 15-20 ହଜାର ଲୋକ ଏଠି ଭୋଜନ କରୁଛନ୍ତି। ଗୀତାର ଆଧ୍ୟାତ୍ମିକ ବିଷୟରେ ସେମାନଙ୍କୁ ଜଣାଯାଉଛି ହେଲା। ମାଆଙ୍କର ଅନୁଭୂତି ବହୁତ ନିଆରା। ତାକୁ ମାନେ ଯଦି ଆମେ କହିବା ତାର କିଛି ସେମିତି ବିଧିବଦ୍ଧ ଭାବରେ ଅଳ୍ପ କହିହେବ ନାହିଁ, ବହୁତ ସେ ଜିନିଷ ଅଧିକା ହେଇପାରେ। ଯାହାର ଜାଗ୍ରତ ଗୌରୀ ପୀଠର ମୁଁ ଅଛି ଉପଦେଷ୍ଟା କମିଟିର ମେମ୍ବର। ଏବଂ ଆମର ଗୋଟେ ଜାଗ୍ରତ ଗୌରୀ ଗୀତା ପ୍ରଚାର ସମିତି ଯାହା ଦେଖୁଛନ୍ତି ଆପଣମାନେ ଏଠି ଚାଲିଛି କାର୍ଯ୍ୟକ୍ରମ ଦେଖୁଛନ୍ତି। ଏଠି 8-10 ହଜାର ଲୋକ ଖାଇବା ସହିତ ପାର୍ସଲ ନେଇକି ଯାଉଛନ୍ତି। ଆଉ ଘୃତଯଜ୍ଞ 5 ଦିନ ବ୍ୟାପୀ ହେଉଛି, ନାମଯଜ୍ଞ ଆଉ ଏ ଯେଉଁ ଆମର ଜ୍ଞାନଯଜ୍ଞ ଆସିଥିଲେ ଆମର 2 ଜଣ ପ୍ରଜ୍ଞାନନ୍ଦଜୀ ମହାରାଜ ଆଉ ସ୍ୱାମୀ ଶ୍ରୀକୃଷ୍ଣାନନ୍ଦଜୀ ମହାରାଜ ଏବଂ ବିଭୂତ ଦାସଜୀ ମହାରାଜ। ଏମାନେ 3 ଜଣ ପ୍ରବଚକ ଆସିଥିଲେ। ଗୀତା ଜ୍ଞାନ ବିଷୟରେ ଆଲୋଚନା କରାଗଲା ଏବଂ ଅଞ୍ଚଳର ପ୍ରତ୍ୟେକ ଦିନ ଜ୍ଞାନଯଜ୍ଞ ପରେ ପ୍ରସାଦ ବା ଅନ୍ନଯଜ୍ଞ ସବୁଦିନ ବ୍ୟବସ୍ଥା ରହିଥିଲା। ଦିନରେ ପ୍ରାୟ 1000 ଲୋକ, ରାତିରେ 1000 ଲୋକ ପ୍ରସାଦ ସେବା କରୁଥିଲେ। ଗୀତା ଭବନଟି ଆମେ ମଧ୍ୟ ନିର୍ମାଣ କରିଛୁ। ସେ ଗୀତା ଭବନ ଆପଣ ଦେଖିବେ 2000 ସ୍କୋୟାର ଫୁଟର ଗୀତା ଭବନ ହୋଇଛି। ଗୋଟେ ଆମର ଉଦ୍ଦେଶ୍ୟ ଅଛି, ସାପ୍ତାହିକ ସତ୍ସଙ୍ଗ ପିଲାମାନଙ୍କୁ ବିଦ୍ୟାଳୟରେ ମଧ୍ୟ ପରୀକ୍ଷା କରାଯାଇଥିଲା। ବିଦ୍ୟାଳୟରେ ପରୀକ୍ଷା କରାଯାଇ ପିଲାମାନଙ୍କୁ ଆମେ ଏଠି ମଧ୍ୟ ଦେଇଥିଲୁ, ସାର୍ଟିଫିକେଟ୍ ଦେଇଥିଲୁ ଏବଂ ତାପରେ ତାଙ୍କୁ ପ୍ରୋତ୍ସାହିତ କରିଥିଲୁ। ଗୀତା ବହି ଦିଆଯାଇଥିଲା ଖଣ୍ଡେ ଖଣ୍ଡେ, ଯେଉଁ ବହିକୁ ସେ ପାଠ କରି ନିଜ ଜୀବନକୁ ଗଢ଼ିବେ। ଏବଂ ପ୍ରତି ରବିବାର ଦିନ ଆମର ଗୀତା ଭବନରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ଗୀତା ଏବଂ ବେଦ ବେଦାନ୍ତ ଏବଂ ତାଙ୍କର ପାଠ୍ୟକ୍ରମ ଯାହା ଅଛି ତାକୁ ମଧ୍ୟ ଆମେ ଶିକ୍ଷା ଏଠି ଦେବୁ। ରବିବାର ଦିନ ଆମେ 4 ଘଣ୍ଟା ଲେଖା ପିଲାଙ୍କୁ ଶିକ୍ଷା ଦେବୁ। ଏ ହେଉଛି ଆମର ଉଦ୍ଦେଶ୍ୟ। ଏବଂ ଏଠି ସହିତ ପରିବେଶ ବାବଦରେ ସଜାଗ କରାଇବା ଏବଂ ସମସ୍ତଙ୍କୁ ଆଧ୍ୟାତ୍ମିକତାକୁ ଜ୍ଞାନକୁ ବିକଶିତ କରିବା, ଏ ହେଉଛି ଆମ ଅନୁଷ୍ଠାନର ଲକ୍ଷ୍ୟ। ମାଆଙ୍କର ମହିମା ଏଠି ଦେଖୁଛି ମାଟି ଗମରା ଥିଲା। ସେଇ ମାଟି ଗମରାରେ ମାଆ ଥିଲେ, ଗୋଟେ ଛୋଟ ମୂର୍ତ୍ତି ଥିଲା। ଆମେ ଯଜ୍ଞ ପ୍ରାୟ ଆମର 31 ବର୍ଷର ପଦାର୍ପଣ କଲା ଏ ବର୍ଷ ଯଜ୍ଞ। ଏଇ 31 ବର୍ଷ ଭିତରେ ଆମେ ଗୋଟେ ଛାମୁଡ଼ିଆ ମାରି ସେଠି 2-4 କିଲୋ ଘିଅରେ ଯଜ୍ଞ କରୁଥିଲୁ। ଏଇ ମାଆଙ୍କ ମହିମାରୁ ବର୍ତ୍ତମାନ ଏଠି ଆପଣଙ୍କର 1.5 କୁଇଣ୍ଟାଲ ଘିଅ ପୋଡ଼ା ହେଉଛି। ଏବଂ ଆମର ମାଆଙ୍କର ମହିମା ଦିନ ଜଗନ୍ନାଥ ମନ୍ଦିର ନଥିଲା, ଜଗନ୍ନାଥ ମନ୍ଦିର ଜଣେ ଦାତା ଜଗନ୍ନାଥ ମନ୍ଦିର କଲେ। ଗଦାଧର ଶତପଥୀ ଜଗନ୍ନାଥ ମନ୍ଦିର କଲେ, ମା ଲକ୍ଷ୍ମୀଙ୍କ ମନ୍ଦିର କଲେ, ଜାଗ୍ରତ ଗୌରୀ ମନ୍ଦିର କଲେ। ତାଙ୍କ ସମ୍ପତ୍ତି ବାଡ଼ି ସବୁଯାକ ସେ ଜଗନ୍ନାଥ ମନ୍ଦିରକୁ ଅଫର କରିଦେଇ ଯାଉଛନ୍ତି। ଏବଂ ଏ ଅଞ୍ଚଳର ଯେତେ ଲୋକ ଅଛନ୍ତି ସମସ୍ତେ এই ଅନୁଷ୍ଠାନକୁ ଭଲ ପାଆନ୍ତି। ଆଉ ସେ ଭଲ ପାଇବା ଯୋଗୁଁ ସେମାନେ ମଧ୍ୟ ଆମକୁ ଆନୁଷ୍ଠାନିକ ଭାବରେ ଭିକ୍ଷା ଦିଅନ୍ତି
ଏବଂ ଆପଣ ଦେଖୁଛନ୍ତି ଯେଉଁ ଆନନ୍ଦ ବଜାର ଚାଲିଛି ପ୍ରାୟ 8-10 ହଜାର ଲୋକ ଏଠି ଖାଉଛନ୍ତି। सर्वमंगल मंगले शिव सर्वार्थ साधिके शरण्ये त्र्यंबके गौरी नारायणी नमोस्तुते शरणागत दिनार्थं परित्राण परायणे सर्वधार्ते हरि देवी नारायणी नमोस्तुते ओम नमो भगवते वासुदेवाय नमः। आमे ये जागृत गौरी आंचलिक जागृत गौरी गीता प्रचार समितिर सभापति अच्छी आमर ये जागृत गौरी गीता प्रचार समिति अधुना 31तम वार्षिक उत्सव पालन करुच्ची। यही पंचदिवसीय यज्ञ कर्म आमर करिवार उद्देश्य आमे वर्ष सारा सबुबले आमर ये अंचल गीता धर्म प्रसार करी साधारण लोकों मनरे भगवत प्रेम श्रद्धा स्नेह सृष्टि करी उन्नत समाज गठन करने चेष्टारत अच्छु। तेणु आज आमर ये वार्षिक उत्सव पंचदिवसीयर आज हूँ आमर उद्यापन दिवस। ये दिवसर शेष मुहूर्त आम आपण मानक समस्त को अनुरोध करुचु गीता प्रेम विषय समस्त अनुध्यान करी गीता सह निजक ताल दे गीतार धर्म पालन करी समस्ते संसार को गोटे उन्नत और उच्चमानर राज्य में परिणत करने आम सर्वदा चेष्टु। आपण मैंने आमको सहयोग करने समस्त अंचल समस्त भारतर समस्त जनसाधारण को अनुरोध कर आमर विगत 3 दिन 4 दिन धरी आम बड़ बड़ संघ मानक ये आनी मुखर हरिकथा श्रवण करी सत्कथा श्रवण करी लोक मध्य भगवत प्रेम श्रद्धा स्नेह सृष्टि करने चेष्टा करूँ। ए वर्ष आमर प्रथम दिवस हरिहरानंद आश्रमर क्रियायोगी श्रीयुत परमहंस महाराज ये उपस्थित रही। तेणु प्रज्ञानंद महाराज अनुप्रेरणा समस्ते आम आंदोलित होई कथा को श्रवण करी वाक्य को मनन करी आम से मत चेष्टा करने आम आज चेष्टा करूँ। आज 31 वर्ष आज शेष दिवस। तेणु समस्त जनसाधारण मानक आमर अनुरोध सारा भारत वर्ष श्रद्धा प्रेम सृष्टि अनुष्ठित हो ये कर्मर समस्ते सहयोग करूँ देश को उन्नत भाव में परिचालित करने समस्त को आमर निवेदन रही। बालिकोतार सौम्यरंजन नायक रिपोर्ट निरपेक्ष।